सारा ओडिशारे शीतर लहरी घन कुहुड़ी नहीं 9 जिला को अलर्ट। राज्य में जारी रही शीतर लहरी। गत 2 दिन हेब राज्य में शीतर प्रकोप टिके अधिक देखा मिली। 13टी सहरर रातिर तापमात्रा 15 डिग्री तल को खसी आसी। राज्य में पारद पुणी तलमुहा होइछि। भुवनेश्वर आंचलिक पाणीपाग विज्ञान केन्द्र पक्षर मिलिथिबा सूचना अनुसार 2 दिन मध्य केतेक जिले में घन कुहुड़ी अनुभूत हेबार संभावना रही। ସେହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ଜଗତସିଂହପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, କୋରାପୁଟ। ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାକୁ ଘନ କୁହୁଡ଼ି ନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ। ଗୁରୁବାର ରାଉରକେଲାରେ ରାତିରେ ସର୍ବନିମ୍ନ ତାପମାତ୍ରା 10.2 ଡିଗ୍ରୀ ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ ଯେ ନଭେମ୍ବର ଶେଷରେ ରାଜ୍ୟରେ ଥଣ୍ଡା ଆରମ୍ଭ ହୋଇଥିଲା। ହେଲେ ଏହି ମାସ ଆରମ୍ଭରୁ ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ଓ କୋହଲା ପାଗ ଯୋଗୁଁ ଶୀତ ହଠାତ୍ କୁଆଡ଼େ ଉଭେଇ ଯାଇଥିଲା। ହେଲେ ଗତ 2 ଦିନ ହେଲାଣି ରାଜ୍ୟରେ ଥଣ୍ଡାର ପ୍ରକୋପ ଅଧିକ ରହିଛି। ଆସନ୍ତା 5 ଦିନ ଯାଏ ରାଜ୍ୟର ରାତି ତାପମାତ୍ରା କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ସକାଳ ଏବଂ ସନ୍ଧ୍ୟାରେ ରାସ୍ତା କଡ଼ରେ ନିଆଁ ପାଖରେ ବସିବାକୁ ଦେଖିବାକୁ ମିଳିଛି।